ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ଟପିକ୍ ବିଷୟରେ ମୁଁ ଆପଣଙ୍କୁ କହିବାକୁ ଯାଉଛି ସେଇଟା ମୁଁ ଏବେ ଦେଖୁଥିଲି ଟିଭିରେ। ଆମର ଟିଭି ନାଁଟା ବି ନେବା କାରଣ ଓପନ୍ ମିଡ଼ିଆ ନନ୍ଦିଘୋଷ ଟିଭି, ଯେଉଁଠିକି ସେମାନେ ଗୋଟେ ଜ୍ୟୋତିଷଙ୍କର ସମ୍ମିଳନୀ କରୁଥିଲେ। ସେମାନେ ମଧ୍ୟ ଜ୍ୟୋତିଷମାନେ ମୋତେ ଜାଣିଛନ୍ତି ବି ଯେ ରାଶିଫଳ ଅଛି କି ନାହିଁ। ଏଠି ମୁଁ କୌଣସି ଟିଭି ପ୍ରୋଗ୍ରାମକୁ ପ୍ରମୋଟ୍ କରୁନାହିଁ। କହିବାର ଉଦ୍ଦେଶ୍ୟ ହେଲା ଯେ ମୁଁ ଏଥିରେ ଯେଉଁ ଏଭିଡେନ୍ସେସ୍ ଗୁଡ଼ା ଦେବି ହୁଏତ ଆପଣଙ୍କୁ ସେଇ ପ୍ରୋଗ୍ରାମଟା ଦେଖିବାକୁ ଆଉଥରେ ପଡ଼ିପାରେ। ନର୍ମାଲି ମୁଁ ସେ ଟିଭି ପ୍ରୋଗ୍ରାମ ହେଲା ପ୍ରିଫର୍ କରେନି। ମୋ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଲେଖା, ଯେଉଁଟାକି ମୁଖ୍ୟତଃ ରିସର୍ଚ୍ଚ ଆଉ ପଡ଼କାଷ୍ଟିଂରେ ମୁଁ ଯାଉଛି ବେଳେବେଳେ, କାରଣ ସେଠି ଗୋଟେ ଟାଇମ୍ ମିଳେ କିଛି ନିଜର ମତ ରଖିବାକୁ ସ୍ୱତଃପ୍ରବୃତ୍ତ ଭାବରେ। ତେବେ ଚାଲନ୍ତୁ ଆଜି ଡିସ୍କସନ୍ କରିବା ଯେ ଗୋଟେ ବହୁତ ଦିନ ପରେ ଗୋଟେ ଭଲ ପ୍ରୋଗ୍ରାମ ମୁଁ ଟିଭିରେ ଦେଖିଲି ଯେ ଆକ୍ଚୁଆଲି ଏଇ ଯେଉଁ ଟିଭି ବାଲାମାନେ ବାର୍ଷିକ ରାଶିଫଳ, ସେ ମାସିକ ରାଶିଫଳ, ଦୈନିକ ରାଶିଫଳକୁ ନେଇକି ଗୋଟେ ଯେଉଁ ପ୍ରହସନ ଚଲେଇଛନ୍ତି, ତାକୁ ନେଇକି ଯାହା ହଉ ନନ୍ଦିଘୋଷ ଟିଭି ଗୋଟେ ଭଲ ଡିବେଟ୍ ଅର୍ଗାନାଇଜ୍ କଲା କି ବାର୍ଷିକ ରାଶିଫଳ ଆକ୍ଚୁଆଲି ସତ ତ, ଯଦିଓ ଟପିକ୍ଟା ହେବା କଥା ରାଶିଫଳ ଆକ୍ଚୁଆଲି ସତ କି ନାହିଁ। ଭଲ ଡିବେଟ୍ଟେ, କାରଣ ମୂଳ ଡିବେଟ୍ଟା ହେଲା ସେଇଟା, ଯେଉଁ ଜିନିଷଟା ସତ କି ନାହିଁ ଆଗ ଜାଣନ୍ତୁ, ତାପରେ ଆଗାନ୍ତୁ। ସବୁବେଳେ କହି ରଖେ, ଆଜି ବି କହି ରଖୁଛି, ଜ୍ୟୋତିଷ ୟୁଜିସିରେ ଆପ୍ରୁଭ୍ ହେଇଯାଇଛି। ତା ପୂର୍ବରୁ ଆଷ୍ଟ୍ରୋନମର ଏବଂ ଆଷ୍ଟ୍ରୋଲୋଜରଙ୍କ ଭିତରେ ଗୋଟେ ଫାଇଟ୍ ଚାଲୁଥିଲା। ଆପ୍ରୁଭ୍ ହେଇସାରିଲା ପରେ ୟୁଟ୍ୟୁବରେ ୟୁଟ୍ୟୁବ୍ କହୁଛି, ମାନେ ୟୁଜିସିରେ ଆପ୍ରୁଭ୍ ହେଇସାରିଲା ପରେ ଆପଣ ଦେଖୁଥିବେ ୟୁଟ୍ୟୁବରେ ବି କିଛି ଆଷ୍ଟ୍ରୋଲୋଜର ଏବେ କହୁଛନ୍ତି। ଯାହା ପଢ଼ା ହେଉଛି ଆମକୁ ସେଇଟା କହିବାକୁ ପଡ଼ିବ। ଆପଣ ମନକୁ ମନ ତନ୍ତ୍ର ମନ୍ତ୍ର ଯନ୍ତ୍ର ଆପଣଙ୍କ ଗୁରୁଠାରୁ ଆପଣ କ'ଣ ଶିଖିଛନ୍ତି କିମ୍ବା ଆପଣ ତାକୁ ଆପ୍ଲିକେସନ୍ କରି ଗୋଟେ କ'ଣ ପାଇଗଲେ ଆପଣ ମନ ସେଇଟା କହିପାରିବେ ନାହିଁ। ତାପରେ ସଫିସିଏଣ୍ଟ ରିସର୍ଚ୍ଚ ହେବାର ଅଛି। ତେବେ ସେଠି ଥିଲେ ଆଷ୍ଟ୍ରୋଲୋଜର ମାନେ, ଟିଭି ଆଷ୍ଟ୍ରୋଲୋଜର ମାନେ, ତ ସେ କହୁଥିଲେ ସେଠି ମୁଁ ଦେଖିଲି ଯେ ରାଶିଫଳଟାକୁ ସେମାନେ କହିଯାଉଥିଲେ ଯେ ହଁ ଏଇଟା ଅଛି, ଏଇଟା ଗୋଟେ ମିଳିବ, ତାକୁ ଜବରଦସ୍ତି ଗୋଟେ ପ୍ରମାଣ କରିବାକୁ ଭାବୁଥିଲେ। ଯଦିଓ ଆମର କ୍ୟାପ୍ଟେନ୍ ମାନସ ରଞ୍ଜନ ସ୍ୱାଇଁ ଗୋଟେ ଭେଟେରାନ୍ ଆଷ୍ଟ୍ରୋଲୋଜର ଓଡ଼ିଶାର, ସେ ବି ଭଲ ରିସର୍ଚ୍ଚ କରିଛନ୍ତି ଜ୍ୟୋତିଷରେ। ମୁଁ ତାଙ୍କ ରିସର୍ଚ୍ଚଟାକୁ ବହୁତ ମାନେ ବି। ସେ କହୁଥିଲେ ଜାଣେ ଏସବୁ ଜିନିଷ କିଛି ନାହିଁ। ଏବଂ ଫାଇନାଲି କନକ୍ଲୁଜନ୍ ହେଲା ଏଇଆ ଯେ ଠିକ୍ ପ୍ରୋସେସ୍ରେ ଆପଣ ରାଶିଫଳ ଦେଖିବେ ଏବଂ ସେଇଟା ହେବ। ମୁଁ ରାଶିଫଳ ଉପରେ ବାରମ୍ବାର କହି ରଖିଛି, ପୁଣି କହୁଛି, ରାଶିଫଳ ସଂହିତା ଜ୍ୟୋତିଷର ଗୋଟେ ଅଙ୍ଗ ହିସାବରେ ଆରମ୍ଭରୁ ଆସିଥିଲା। ଆପଣଙ୍କର ରାଜ୍ୟ କିମ୍ବା ଦେଶ ପାଇଁ ଏଇ ବର୍ଷଟି କେମିତି ରହିବ, ଗ୍ରହମାନଙ୍କର ସ୍ଥିତିଟାକୁ ଦେଖିକି କୁହାଯାଉଥିଲା। ସେଠି ଗ୍ରହମାନଙ୍କର ପ୍ରଭାବଟା ଜଣାପଡ଼ିଲା ଯେ ଶନି ଆସିଲା ଏଇଠିକି କ'ଣ ହେବ। ଆପଣ କେବଳ ଏକଥା ନୁହେଁ, କେବେ ତାପରେ ଆଉଥରେ ଭିଡ଼ିଓ କରିବା ଯେ ନଷ୍ଟ୍ରାଡମସକୁ ନେଇକି ଯେଉଁ ଚର୍ଚ୍ଚା ଚାଲିଛି, ସିଏ ବି ଏଇ ଜିନିଷ କହୁଥିଲେ ଯେତେବେଳେ ବୁଧ ଏଇଠି ଦେଖାହେବ ଏବଂ ଶନି ସେଠି ଦେଖା ହେବନି, ସେ ସମୟରେ ଶିବ, ସେ ସମୟରେ ଆପଣଙ୍କର ଏଇଭଳିଆ ସିଚୁଏସନ୍ ପୃଥିବୀ ଉପରକୁ ମାଡ଼ି ଆସିବ। କେଉଁ ରାଜ୍ୟ ଲଢ଼ିବେ, ଯୁଦ୍ଧ ହେବ କିମ୍ବା ଇକୋନୋମିକ୍ସ କଣ୍ଡିସନ୍ ବଢ଼ିବ ଇତ୍ୟାଦି। ତ ସଂହିତା ଜ୍ୟୋତିଷରେ ଆମେ ଯଦି ଚନ୍ଦ୍ର ଲଗ୍ନରୁ ଦେଖି କିଛି କହୁଛନ୍ତି, ଗ୍ରହମାନଙ୍କର ସ୍ଥିତି ଗୋଚରରେ ଦେଖିକି କିଛି ମାତ୍ରାରେ ସତ, ସେ ବି ଗୋଟେ ବର୍ଷ ପାଇଁ, ଦିନକୁ ଦିନ ନୁହେଁ। ତ ଆଜିକ ନୀଳକଣ୍ଠି ହେଲା ବହିଟା ଯେଉଁଟାକି ପଢ଼ା ହେଉଛି ୟୁନିଭର୍ସିଟି ଲେଭେଲରେ, ତାକୁ ଛାଡ଼ିକି ଅନ୍ୟ ବହି ପଢ଼ା ହେଉଛି, ବଟ୍ ବେସିକାଲି ଏଇଟା ବର୍ଷଫଳ ବିଷୟ। କିନ୍ତୁ ଏଇ ଜିନିଷଟା ଗୋଟେ ଇଣ୍ଡିଭିଜୁଆଲ ଲୋକର ହରୋସ୍କୋପରେ ଆପ୍ଲିକେବୁଲ୍ ନୁହେଁ। ଇଣ୍ଡିଭିଜୁଆଲ ଯେଉଁ ଲୋକ ଆମେ ନକ୍ଷତ୍ର ବିଷୟରେ କହୁଛନ୍ତି, ରାଶି କହିଦେଉଛନ୍ତି, ଆପଣ ଦେଖିଦେଲେ ଆପଣଙ୍କର ଏଇ ରାଶି ଏଇ ନକ୍ଷତ୍ର, ଏବେ ରାଶିରେ ଭଲ ଅଛି।
ଏଇଟା ଆଗରୁ କରାଯାଉଥିଲା ଯେତେବେଳେ ଜ୍ୟୋତିଷଟା ୟୁଜିସିରେ ଆପ୍ରୁଭ୍ ହେଇନଥିଲା ଏବଂ କିଛି ଲୋକ ଜ୍ୟୋତିଷଟାକୁ ଆପ୍ରୁଭ୍ ନ କରିବାକୁ ବସିଥିଲେ ବେସିକାଲି ଆଷ୍ଟ୍ରୋନମର ମାନେ ଯେଉଁମାନେ କି ରିଅଲ୍ ସାଇଣ୍ଟିଷ୍ଟ କିନ୍ତୁ ଯାହା ଫର୍ଚୁନେଟଲି ଗୁରୁବାର KN ରାଓଙ୍କ ମାନେ ଏଫର୍ଟରୁ ଜ୍ୟୋତିଷ ଆପ୍ରୁଭ୍ ହେଇଗଲା। ତେଣୁ ବର୍ତ୍ତମାନ ରାଶିଫଳଟାକୁ ଟିଭିରେ ପଢ଼ିବା କୌଣସି ପ୍ରକାର ଆବଶ୍ୟକତା ନାହିଁ। ଲୋକ ଜାଣିଛନ୍ତି ଯେ ଜ୍ୟୋତିଷ ଅଛି। ପର୍ସନାଲ ହରୋସ୍କୋପଟାକୁ ଡେଲି ବେସିସ୍ରେ ଚନ୍ଦ୍ର ଲଗ୍ନକୁ ଦେଖିକି କହିବାଟା ଗୋଟେ ପ୍ରକାର ଭୁଲ। ଏଇଟା ଗୋଟେ ଜ୍ୟୋତିଷର ପ୍ରମୋସନ ତ ଛାଡ଼ନ୍ତୁ, ଜ୍ୟୋତିର୍ବିଦ ମାନେ ନିଜର ପ୍ରମୋସନ ହୁଏତ କରୁଥିବେ, କିନ୍ତୁ ଏଟା ଭୁଲ। ମୁଁ ସମ୍ପୂର୍ଣ୍ଣ କ୍ୟାମେରା ଆଗରେ ନୁହେଁ, ବାରମ୍ବାର କହିଛି, ଇଭେନ୍ ମୋ ପଡ଼କାଷ୍ଟରେ ମୁଁ ସେଇ କଥା କହିଛି, ଯେଉଁଟା ଓଡ଼ିଶା ଟକ୍ ରିଲିଜ୍ ହେଇଛି, ଆପଣମାନେ ଯାଇ ଦେଖିପାରିବେ। ଯେଉଁଟା ସବୁ ଫ୍ରଡ୍। ସେଇଠି ଜାଗାରେ ଆମର ରଞ୍ଜନ ମହାପାତ୍ର ଥିଲେ, ଭଲ ରିସର୍ଚ୍ଚର, ମୁଁ ପର୍ସନାଲି ତାଙ୍କୁ ମୁଁ ଲେଖାଇ ପଠାଏ। ସେ କହିଲେ ନାଇଁ ମୋ ପ୍ରେଡିକ୍ସନ୍ ତ ମଣ୍ଡେନ୍ ଲେବୁଲରେ ସତ ହେଇଛି, ହେବ। କାରଣ ମଣ୍ଡେନ୍ ବା ସମ୍ହିତାରେ କେଉଁ ରାଜ୍ୟ ଦେଶ କ'ଣ ଘଟିବ ସେଟାକୁ ନେଇକି ଆପଣ ରାଶି ଉପରେ କହିଦେଇପାରିବେ। କାରଣ ଫଳାନି ଗ୍ରହ ଚାରେଣ ସୂଚାନ୍ତି ମଣିଷଣ। ତେଣୁ ଗ୍ରହର ଚଳନ ଦେଖିକି ଆପଣ କହିପାରିବେ ମଣ୍ଡେନ୍ରେ। କିନ୍ତୁ ନେଟିଭ୍ରେ ରାମ ଦାମ ହରି ଏଇମାନଙ୍କ ପାଇଁ ଏଇ ବର୍ଷଟି କେମିତି ଯିବ ସେଇଟା ତାଙ୍କର ଦଶା ଉପରେ ଡିପେଣ୍ଡ କରେ। ତା ଛଡ଼ା ଆଉ କିଛି ନୁହେଁ। କିଛି ଲୋକ କହିଲେ ଯେ ଯେଉଁ ଦଶା ଆସିଗଲେ ଆପଣ ଦେଖିବେ ଗୋଚର, ତା ପରେ ବି ଆଉ ଗୋଟେ ଜିନିଷ ଦେଖିବେ, ଦଶା ପରେ ଗୋଚର, ଗୋଚର ପରେ ଅଷ୍ଟକ ବର୍ଗ, ଅଷ୍ଟକ ପରେ ହେଲେ ଚକ୍ର ଅଛି। ଶାସ୍ତ୍ର ଇଜ୍ ଭେରି ଭାଷ୍ଟ। ଆପଣ ନ ଦେଖିବେ ଆପଣଙ୍କ କଥା, କିଛି ନ ଦେଖିକି ଖାଲି ଦଶାରୁ କହି ହେଇଯିବନି। ଆପଣଙ୍କର ବର୍ତ୍ତମାନ ପଞ୍ଚମ ଅଧିପତିର ଦଶା ଚାଲିଛି। ପଞ୍ଚମ ଅଧିପତି ଜାତକରେ ଷଡ଼ବଳି ଅଛନ୍ତି, ଅର୍ଥାତ୍ ତାଙ୍କ ରିଲେଟେଡ୍ କର୍ମ ଆପଣ ବହୁତ କ୍ୟାରି କରୁଛନ୍ତି। ଆପଣଙ୍କ ପିଲାପିଲି ହେଉନି, ଏଇ ସମୟରେ ହେଇଯାଇପାରେ। ସେହି ସମୟରେ ଆପଣଙ୍କର ଶନି ଶୁକ୍ର ଯେଉଁଠି ଗୋଚର କରୁଥାନ୍ତୁ ଗଲା। ଅନ୍ୟ ଜଣେ ଜ୍ୟୋତିଷ କହିଲେ ଯେ ଡିଗ୍ରୀ ୱାଇଜ୍ ଆମେ ଟ୍ରାନଜିଟ୍ଟାକୁ ଦେଖିବା କଥା, କିଛି ବଡ଼ କଥା ନୁହେଁ। ବହୁତ ଦିନ ପୂର୍ବରୁ HN କାଟୁଏ ଆପଣଙ୍କୁ ରିସର୍ଚ୍ଚ କରିଯାଇଛନ୍ତି ଯେ ଟ୍ରାନଜିଟ୍ ଅଫ୍ ସ୍ୟାଟର୍ନ ଫ୍ରମ୍ ଦ ଡିଗ୍ରୀ ଅଫ୍ ଦି ମୁନ୍ ହ୍ୱେନ୍ ୱି କ୍ୟାଲକୁଲେଟ୍ 7.5, ଯଦିଓ 7.5 ବୋଲି ସେମିତି କିଛି ନାହିଁ, ପାଖରେ ମନା କରି ରଖିଛି। ଫାଇନ୍ ଟ୍ୟୁନ୍ ରିସର୍ଚ୍ଚ ତାର କାମ ଲାଗେ ଲଙ୍ଗଜିଭିଟି କ୍ୟାଲକୁଲେସନରେ। ଆପଣଙ୍କୁ ଆୟୁଷ କଥା ପଚାରୁଛନ୍ତି ତାହେଲେ କହିବେ, ନହେଲେ 7.5ରେ ସେ ମୋଦିଙ୍କ କଥା କହୁଥିଲେ, ମାନସ ରଞ୍ଜନ ସାର୍, କିମ୍ବା ମୁଁ ଇନ୍ଦିରା ଗାନ୍ଧୀଙ୍କ କଥା କହୁଛି। 7.5 ସମୟରେ ସେମାନେ କେମିତି ପ୍ରାଇମ୍ ମିନିଷ୍ଟର ହେଲେ? କାରଣ ଦଶା ଭଲ ଥିଲା। କିନ୍ତୁ ଡିଗ୍ରୀ ୱାଇଜ୍ HN କାଟୁଏ ସେ ଗୋଟେ ରିସର୍ଚ୍ଚ କରିଛନ୍ତି। ତ ଡିଗ୍ରୀ ୱାଇଜ୍ ଦେଖନ୍ତୁ କି ଯେମିତି ଦେଖନ୍ତୁ ବେଦ, ବିପରୀତ ବେଦ, ଅର୍ଥାତ୍ ଗୋଟେ ଗ୍ରହ ଯେଉଁଠି ଚଳନ କରୁଛି ତାର ଠିକ୍ ସେଇ ଘରଠାରୁ ଆଉ କେଉଁ ଭାବରେ ଯଦି ଆଉ ଗୋଟେ ଗ୍ରହ ଚଳନ କରେ ତାହେଲେ ଏଇ ଘରର ବେଦ ହେଇଯିବ, ଅର୍ଥାତ୍ ଏଇ ଗ୍ରହ ତା ଫଳ ଦେବନି। ଯେଉଁ ଗ୍ରହ ତାକୁ ବେଦ କରୁଛି ସେଇ ଗ୍ରହଠୁ ଯଦି ଆଉ ଗୋଟେ ଗ୍ରହ କେଉଁଠି ଗୋଚର କରୁଥାଏ ତାହେଲେ ସେ ଗ୍ରହର ବେଦଟା କ୍ୟାନସଲ୍ ହେଇଯିବ, ଏଇ ଗ୍ରହ ଫଳ ଦେବ। ଆପଣ ବେଦ ନିଅନ୍ତୁ, ବିପରୀତ ବେଦ ନିଅନ୍ତୁ, କିନ୍ତୁ ଗୋଚର ଗୋଟେ ଇଣ୍ଡିଭିଜୁଆଲ ହରୋସ୍କୋପ୍ ପାଇଁ କାମ କରିବ ନାହିଁ। ରାଶିଫଳ ସମ୍ପୂର୍ଣ୍ଣ ଭୁଲ। ଏଇଟା ଗୋଟେ ଜ୍ୟୋତିଷର ପ୍ରମୋସନ୍ ପାଇଁ ଲାଗୁଥିଲା, ଯେତେବେଳେ ଜ୍ୟୋତିଷ ୟୁଜିସିରେ ଆପ୍ରୁଭ୍ ହେଇନଥିଲା। ଭାବି ନିଅନ୍ତୁ 20-30 ବର୍ଷ ପୂର୍ବରୁ। ଆଜିକା ଡେଟ୍ରେ ୟୁଜିସିରେ ଆପ୍ରୁଭ୍ ହେଇଗଲା, ଜ୍ୟୋତିଷ ସମସ୍ତେ ମାନିଲେ, ଆଉ ସେ ପ୍ରମୋସନ୍ କ'ଣ ଦରକାର ଟିଭିରେ ବାହାରିକି, ପେପରରେ ବାହାରିକି ଦେବା ଗଲା। ଆଉ ଜଣେ ବିଜ୍ଞ ଜ୍ୟୋତିଷଟି କହୁଥିଲେ ଯେ ଆପଣ ଗୋଚର ତ ମାନୁନାହାନ୍ତି, ତାହେଲେ ପାଞ୍ଜି ଭୁଲ। ମାନେ ଏସବୁ କଥା ଶୁଣିଲା ବେଳକୁ ମୋତେ ରାଗ ବି ଲାଗୁଛି, ଦୁଃଖ ବି ଲାଗୁଛି। କାହିଁକି ନା ନିଜକୁ ଜ୍ୟୋତିଷ କହୁଥିବା ଲୋକଟି ପାଠ ପଢ଼ାଉନାହାନ୍ତି। ତାଙ୍କର ବେସିକ୍ କ୍ୱାଲିଫିକେସନ୍ କ'ଣ ମୁଁ କୋଶ୍ଚିନ୍ କରୁନି, କିନ୍ତୁ ଗୋଟେ ଲୋକ ଯଦି ଗ୍ରାଜୁଏଟ୍ ବି ହେଇଥିବ ସେ ପଢ଼ିପାରିବ। ତ ବେସିକ୍ କ୍ୱାଲିଫିକେସନ୍ ତାଙ୍କର କ'ଣ ମୁଁ ବି ଜାଣିପାରିନି, ବଟ୍ ସେ ଯେଉଁ ଆରେ ପାଞ୍ଚଟି ରାଶିଫଳର କ'ଣ ଅଛି? ପଞ୍ଚାଙ୍ଗ ଇଜ୍ ଆନ୍ ଆଷ୍ଟ୍ରୋନୋମିକାଲ ଟ୍ରିଟିଜ୍। ଏଟାକୁ ପୋଜିସନାଲ ଆଷ୍ଟ୍ରୋନୋମି ସେଣ୍ଟର, ଯିଏକି ଆମର IMBD ଯେଉଁଟା କହୁଛନ୍ତି, ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ, ଯେଉଁଟାକି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ମିନିଷ୍ଟ୍ରି ଅଫ୍ ଜିଓ ସାଇନ୍ସ ଅଣ୍ଡରରେ ଆସୁଛି, ସିଏ ରାଷ୍ଟ୍ରୀୟ ପଞ୍ଚାଙ୍ଗ ବାହାର କରୁଛି। କେଉଁ ଦିନ କେଉଁ ଗ୍ରହ କେଉଁଠି ଚଳନ ହେବ, ଏଠି ଯେ ଆଷ୍ଟ୍ରୋନୋମି, ଜ୍ୟୋତିଷ ପୂର୍ବରୁ ଏଟା ଥିଲା। ପୁଣି ପଳେଇ ଆସିଲା ଜଗନ୍ନାଥଙ୍କ ପ୍ରକାରେ। ଜଗନ୍ନାଥଙ୍କର ରୀତିନୀତି ପାଇଁ ମୁହୂର୍ତ୍ତ ନିର୍ଦ୍ଧାରଣ କରାଯାଏ ଯେ ଏଇ ଜିନିଷ ଆପଣ କଲେ ଆପଣଙ୍କର ଏଇ ସମୟରେ ଭଲ ବେଳା, ଶୁଦ୍ଧ ବେଳା, ଅଶୁଭ ବେଳା ବାହାରିଲା। କ'ଣ ରାଶିକୁ ନେଇକି ଜଗନ୍ନାଥଙ୍କର ଫଳାଦେଶ ହୁଏ? ଏଇ ଦିନ ଭଲ ନାହିଁ, ଏଇ ଦିନ ଖରାପ ନାହିଁ।
ମାନେ ମୂର୍ଖାମିର ଚରମ ସୀମା। ଏଇସବୁ ହେଲା ଆମର ଟିଭି ଆଷ୍ଟ୍ରୋଲୋଜି। ହଁ, ତେଣୁ ମୁଁ ଯେମିତି ଆମର କ୍ୟାପ୍ଟେନ୍ ମାନସ ରଞ୍ଜନ ସ୍ୱାଇଁ କହୁଥିଲେ ଯେ ମୁଁ କାହାକୁ ପର୍ସନାଲି ଆକ୍ଷେପ କରୁନି, କିନ୍ତୁ ଯେଉଁ ଲୋକ ଏମିତି ସବୁ କହୁଛନ୍ତି ସେମାନେ ଜନତାମାନଙ୍କୁ ଭୂତଉଛନ୍ତି। ପାଞ୍ଜିରେ ବାନିବାଟି ଗୋଚର ଏଠି କ'ଣ ଦିଆର ନାହିଁ। ପାଞ୍ଜି ଆଜିର ଗ୍ରହ ସ୍ଥିତି କ'ଣ ଦେଖେଇଲା ତାକୁ ନେଇକି ଆପଣ ଆଷ୍ଟ୍ରୋନୋମି ଗଣିତ ଜ୍ୟୋତିଷରୁ ନେଇକି ଆପଣ ଜାତକଟା ବାହାର କଲେ, ମାନେ କେଉଁ ଭଳିଆ ଭୁଲ ହିସାବରେ ଲୋକଙ୍କୁ କହି ଦିଆଯାଉଛି ଯେ ରାଶିଫଳ ଅଛି। ଗଲା ଆଉ ଗୋଟେ ଶେଷ ଜିନିଷ ଉଠିଥିଲା ଯେ ଭୃଗୁ ନାଡ଼ି ପଦ୍ଧତି ଅନୁସାରେ ଅଛି। ଏଇଟା ମୁଁ ବି ମାନୁଛି, କୁଡ଼ିଗର କେନ୍ ରାୟ ମାନନ୍ତି। କିଛି ଟ୍ରାଡ଼ିସନ୍ରେ, ଯଦିଓ ଏଇ ବହି ଗୁଡ଼ା ଆଜିକାଲି ୟୁନିଭର୍ସିଟିରେ ପଢ଼ାଯାଉ ନାହିଁ, କିଛି ଟ୍ରାଡ଼ିସନ୍ରେ, ଟ୍ରାଡ଼ିସନ୍ ମାନେ ଟ୍ରାଡ଼ିସନ୍ ଅଫ୍ ଜ୍ୟୋତିଷ, ଆପଣ କରୁଛନ୍ତି ଜ୍ୟୋତିଷ, ଆପଣଙ୍କ ବାପା କରୁଥିଲେ, ଜେଜେବାପା କରୁଥିଲେ, ତାଙ୍କ ଜେଜେବାପା କରୁଥିଲେ, ସେମାନେ ଗୋଟେ 200-300 ବର୍ଷ ଧରି ଜ୍ୟୋତିଷ କଲା ପରେ ସେମାନେ ନିଜର କିଛି ଟେକ୍ନିକ୍ ବାହାର କରିଥାନ୍ତି, ଯେଉଁଥିରୁ କି ଯେଉଁ ଭୃଗୁ ଟ୍ରାନଜିଟ୍ ଗୋଟେ ବାହାରେ। ଆଜିକାଲି ତାଙ୍କର ବହି ବି ଗୋଟେ ଲେଖିଛନ୍ତି, ଜୟପ୍ରକାଶ ନା କ'ଣ ତାଙ୍କ ନାଁ, ଯିଏକି ଗୋଟେ କୋ ଅଥର ବୁକିସ୍, ଯିଏ ମୋର ମେଡ଼ିକାଲ ଆଷ୍ଟ୍ରୋଲୋଜି ବହି ବାହାର କରୁଛି, ବୁକିସ୍ ବାହାର କରୁଛି କ'ଣ କରିଛି, ଏବେ ତ ମାନେ ବହି ଥୁଆ ହେଇଛି ମୋ ପାଖରେ, ମୁଁ ଦେଖେଇ ପାରୁଛି ମେଡ଼ିକାଲ ଆଷ୍ଟ୍ରୋଲୋଜିରେ। ମେଡ଼ିକାଲ ଆଷ୍ଟ୍ରୋଲୋଜି ଉପରେ ବି କ'ଣ ଉଠିଥିଲା ପ୍ରଶ୍ନ, ମୁଁ ତାକୁ ବି କହିଦେବି। ତ ଆମେ ସେ ପ୍ରୋସେସ୍ରେ ଦେଖୁନୁ, ଭୃଗୁ ନାଡ଼ି ପଦ୍ଧତିରେ ଯେଉଁ ଟ୍ରାନଜିଟ୍ ଦେଖାଇକି ରେଜଲ୍ଟ କରାଯାଏ ସେ ପ୍ରୋସେସ୍ରେ ଆମେ ଦେଖୁନୁ, କିନ୍ତୁ ସେ କ୍ଷେତ୍ରରେ ବେସିକାଲି ସମ୍ହିତା ରାଜ୍ୟ କି ଦେଶ ପାଇଁ କ'ଣ ହେବ, ଯଦିଓ ନ୍ୟାଟାଲ୍ ବିଷୟରେ ବି କିଛି କୁହା ହୁଏ, ଏଇ ରାଶି ଦେଖିକି ଏଇଟା କହେ, କିନ୍ତୁ ସେଇଟା ପୁରା ଆଉଟଡେଟେଡ୍। ଆଜିକା ଡେଟ୍ରେ ନା ଏଇଟା ପଢ଼ା ହେଉଛି, ନା ସେଇଟା କିଏ ମାନୁଛନ୍ତି, ନା ସେଇ ଟେକ୍ନିକ୍ ଫଲୋ କରି କେହି କହୁଛନ୍ତି। ତ ରାଶିଫଳଟା ଯେଉଁଟା ଇଣ୍ଡିଭିଜୁଆଲ୍ ଲେଭେଲରେ କୁହାଯାଉଛି, ସେଇଟା ଇଭେନ୍ ବର୍ଷ ଫଳ ହେଲେ ବି ମୁଁ ତାକୁ ପ୍ରଶ୍ନ ଥିଲା ସେଇ ଟିଭିରେ ଆଙ୍କର ଯିଏ କରୁଥିଲେ ଯେ କେତେ ପରସେଣ୍ଟ ସତ କଥା ଛାଡ଼ନ୍ତୁ, ଜିନିଷ ତ ପ୍ରୋସେସ୍ ଭୁଲ ଆଉ ସତ ଭୁଲ ହେଇଗଲା କ'ଣ, ବାଇଚାନ୍ସ ସତ ହେଇଗଲା କ'ଣ ହେଲା ସେଇଠୁ। ଯଦି ବି ଆପଣ ଭାବି ନିଅନ୍ତି ହଁ ଠିକ୍ ଅଛି ବାର୍ଷିକ ଆମର ଗୋଟେ ସମ୍ହିତାରେ ଦେଖା ହୁଏ, ଆମେ ଇଣ୍ଡିଭିଜୁଆଲ୍ ଜାଗାରେ ଦେଖିବା, ତ ସେଇଟା ହେଲା ବିଲୋ 5% ହେବ ସତ। ଯଦି 100% ସତ ହେଇଯାଉଛି ସେଇଟା ଆପଣଙ୍କ ତୁକ୍କା ଲାଗିଗଲା, ଦଶା ନ ଆସିଲା ଯାଏଁ ସେଇଟା ହେବନି। ସେଇଟା ତ ହୁଏ, ଆମେ କୁହାଯାଏ ଆମର ଅକ୍ଷୟ ସିଂ ନର୍ଥ ଇଣ୍ଡିଆର ଗୋଟେ ବଡ଼ ଆଷ୍ଟ୍ରୋଲୋଜର, ବହୁତ ଆଷ୍ଟ୍ରୋଲୋଜର ତ ଓଡ଼ିଶା ବାହାରକୁ ବାହାରିବେନି, ସେମାନେ ଜାଣିବେ କ'ଣ। ସେ କୁହନ୍ତି ଯେ ଆପଣ 10ଟା ମୂର୍ଖଙ୍କୁ ବସେଇ ଦେବେ କିନ୍ତୁ 2ଟା ପଣ୍ଡିତଙ୍କୁ ବସେଇ ପାରିବେନି। ତ ଜ୍ୟୋତିଷ ପିଲା ସେ ହେବ, ପଣ୍ଡିତ ବସନ୍ତୁ, ପାଣ୍ଡିତ୍ୟର ଚର୍ଚ୍ଚା ହଉ, ତା ପର୍ସନାଲ ଜିନିଷ ନେଇ କହିବା, ଇଆଡ଼ୁ ସିଆଡ଼ୁ ଗୋଟେ ଜିନିଷ କହିବାର କିଛି ମାନେ ନାହିଁ। ରାଶିଫଳ ଗୋଟେ ରାଜ୍ୟ କିମ୍ବା ଦେଶ ପାଇଁ କରିହେବ, ପ୍ରୋଭାଇଡେଡ୍ ଆପଣ ଏଇ ଜିନିଷ ଗୁଡ଼ାକୁ ଦେଖିବେ, କିନ୍ତୁ କହିହେବ ବାର୍ଷିକ ହିସାବରେ ବହି ଅଛି, ପଢ଼ା ହେଉଛି। ପର୍ସନାଲ ଲୋକ ପାଇଁ ରାଶିଫଳ କିଛି କହିପାରିବେନି, ଦଶା ନହେଲେ କାମ ଦେବନି। ପାଞ୍ଜିଠି ରାଶିଫଳର କିଛି ଦିଆ ନିଆ ନାହିଁ, ପଞ୍ଚାଙ୍ଗ ଗୋଟେ ଡିଫରେଣ୍ଟ ଜିନିଷ, ତାକୁ ନେଇକି ଆଷ୍ଟ୍ରୋନମର ମାନେ ବାଡ଼ିଆ ପିଟା ଲାଗିଲେଣି। ଗୋଟେ କନଫରେନ୍ସ ହେଉଥିଲା, ଯେଉଁଟା ବାଲଚନ୍ଦ୍ର ରାଓ ଥିଲେ, ଗୋଟେ ଲିଡ଼ିଂ ଆଷ୍ଟ୍ରୋନମର ଅଫ୍ ଇଣ୍ଡିଆ, ତାଙ୍କର ମୁଁ ସେ କଥା ହେଉଥିଲୁ ଯେ କାହିଁକି ପାଞ୍ଜିକି ନେଇକି ପାଟିତୁଣ୍ଡ ହେଉଛି, କାରଣ କିଏ କହୁଛି ଏଇ ଗ୍ରହ ଏଇଠି ପଶିଲା ତ ଏତେ ଡିଗ୍ରୀରେ, ତ ଆମକୁ ଲାଗୁଛି ସୂର୍ଯ୍ୟ ଆଜି ପଶି, କିନ୍ତୁ ଏକ୍ଜାକ୍ଟଲି ସେଇଟା ନୁହେଁ। ଆମେ ଏଠୁ ଗୋଟେ ଅବଜର୍ଭେଟୋରିରେ ଅବଜର୍ଭ କରି କହୁଛୁ, ଆମେ ତା'ର ଏକ୍ଜାକ୍ଟଲି ସାଇଣ୍ଟିଫିକାଲ୍ ଲୋକେସନ୍ କହୁନୁ। ଟେରେଷ୍ଟ୍ରିଆଲ୍ ବଡିଜ୍ ଆର୍ ଅଲୱେଜ୍ ସବଜେକ୍ଟ ଟୁ ମୁଭମେଣ୍ଟସ୍। ଆପଣ ଏଠି ବସୁଛନ୍ତି, ସ୍ଥିର ନୁହନ୍ତି, ପୃଥିବୀ ସ୍ଥିର ନୁହେଁ କି ଚନ୍ଦ୍ର ସ୍ଥିର ନୁହେଁ, ତେଣୁ ଆମ ଗୋଟେ ରିଲେଟିଭ୍ ମୋସନ୍ରେ କାଉଣ୍ଟ କରିବାକୁ ପଡ଼ୁଛି, ତେବେ ସେ ଯାହା ବି ହେଉନା କାହିଁକି, ତ ସେଟା ଗୋଚର ସହିତ କିଛି ଦିଆନିଆ ନାହିଁ। ଭୃଗୁ ପଦ୍ଧତିରେ ଆପଣଙ୍କର ଯେଉଁ ପଦ୍ଧତିରେ ପ୍ରେଡ଼ିକ୍ସନ୍ କରାଯାଏ, ସେ ପଦ୍ଧତି ଆଜିକାଲି କେହି ଫଲୋ କରୁନାହାନ୍ତି, ନା ହିଁ ସେଟା ଆଉ ଚାଲୁଛି। ହଁ, ଆଉ ଗୋଟେ କଥା ଉଠିଲା ମେଡ଼ିକାଲ ଆଷ୍ଟ୍ରୋଲୋଜି। ମୁଁ ତ ତାପରେ ବହି ଲେଖିଛି, କ'ଣ ବୁଝୁଛନ୍ତି ମାନେ ମେଡ଼ିକାଲ ଆଷ୍ଟ୍ରୋଲୋଜି ମୁଁ ଜାଣିନି, ବଟ୍ ମେଡ଼ିକାଲ ଆଷ୍ଟ୍ରୋଲୋଜି ଜିନିଷ ହେଲା ଆମଠୁ ୱେଷ୍ଟର୍ଣ୍ଣ ବାଲା ବହୁତ ଆଗରେ। ଆପଣଙ୍କୁ କେଉଁ ରୋଗ ହେବ ଏବଂ ସେଇଟା ଗ୍ରହ ଦେଖି କହିହେବ, ତା ପାଇଁ ଟ୍ରିଟମେଣ୍ଟ କରିବେ ଡାକ୍ତରଙ୍କ ପାଖରେ। କ'ଣ ପାଇଁ ସେଇଟା ଏଥିରେ ଉଠୁଥିଲା ମୁଁ ବି ଜାଣିପାରିଲି ନାହିଁ। ଆଶା କରେ ମୋର ଏଇ ଭିଡ଼ିଓଟି ଭଲ ଲାଗିଥିବ ଆପଣଙ୍କୁ। ମୁଁ ଏଇ ଜିନିଷଟା ଦେଖିକି ସହିପାରିଲି ନାହିଁ, ମୁଁ କହିଲି ନା ନିଜ ଗୋଟେ ଭିଡ଼ିଓ କରିବା। ଆପଣମାନେ ସେ କାର୍ଯ୍ୟକ୍ରମଟିକି ଦେଖନ୍ତୁ, ମାନେ ମୁଁ ଅନୁରୋଧ କରୁନି, ଯଦି ଇଚ୍ଛା ଦେଖନ୍ତୁ, ନାଇଁ ତାହେଲେ ରାଶିଫଳ ଯେଉଁ ଜିନିଷଟା ମନା କରିବି କରୁଛି ମୁଁ ନୁହେଁ, କେହି କୌଣସି ପଢ଼ା ଲେଖା ଜ୍ୟୋତିଷ ମନା କରିବ। ଅଳ୍ପ କିଛି ଜାଣିକି ଟିଭି ଆଗରେ ବାହାରି ପଡ଼ିକି କିଛି ଗୋଟେ କହିଦେବାଟା ବଡ଼ କଥା ନୁହେଁ। ସତ କଥା କୁହନ୍ତୁ, ଯେମିତି ସେଇ ଆମର କ'ଣ ତା ନାଁଟା ଭୁଲି ପାରୁନି, ସେଇ କଟକର ଜଣେ ଆଷ୍ଟ୍ରୋଲୋଜର ସେ କହୁଥିଲେ ଯେ ଡିଗ୍ରୀ ଅନୁସାରେ ଆମେ ଟ୍ରାନଜିଟ୍ ଦେଖିବା, ଡେଫିନେଟଲି ଟ୍ରୁ। ସେଟା ଆପଣ କ'ଣ କହୁଛନ୍ତି, ସେଇଟା ତ 1980 ମସିହାରୁ HN କାଟିଓ ବାହାର କରିସାରିଲେ ନାଗପୁର।
ତ ସେ ଗୋଚର ହଉ ଯାହା ବି ହଉ କିନ୍ତୁ ଇଣ୍ଡିଭିଜୁଆଲ ରାଶିଫଳ ଇଜ୍ ଫଲ୍ସ, ଏଥିରେ କିଛି ଭାବିବାର ନାହିଁ। କିନ୍ତୁ ଗୋଟେ ଭଲ ଯୁକ୍ତି ହେଉଥିଲା। ତେଣୁ ଆପଣମାନେ ମୋର ବିନୀତ ଅନୁରୋଧ, ରାଶିଫଳକୁ ନେଇକି ଜ୍ୟୋତିଷକୁ ଜଜ୍ କରନ୍ତୁ ନାହିଁ। ରାଶିଫଳ ଇଜ୍ ଫଲ୍ସ, ରାଶିଫଳକୁ ନେଇ ଜ୍ୟୋତିଷ କରୁଥିବା ବ୍ୟକ୍ତିଟି ଫଲ୍ସ। ଆପଣମାନେ ନିଜର ଜାତକ ନେଇକି ଯାଆନ୍ତୁ, ଯେଉଁ ଜିନିଷ ରାଶିକୁ ନେଇକି ସେ କହିଥିବେ ଆପଣଙ୍କ ରାଶି ପାଇଁ ବଢ଼ିଆ ଅଛି, ଏଇ ଦିନ ହେଇଯିବ ଆପଣଙ୍କର। ଇଭେନ୍ ଜଣେ ମାନେ କହି ପକାଉଥିଲେ ଯେ କେବେ ଆପଣଙ୍କର ବାହାଘର ହେବ ଇତ୍ୟାଦି ଇତ୍ୟାଦି, କିନ୍ତୁ ସେଟା ଫଲ୍ସ। ସେଇ ଲୋକ ଜାତକ ଦେଖିଲେ କହିବ ନା ଦଶା ଖରାପ ଚାଲିଛି, ଏବେ ହେବନି। ଆଉ ଯଦି ବର୍ଷଫଳ ରାଶିଫଳ ହେଉଥାନ୍ତା ତାହେଲେ ବର୍ଷଫଳ ରାଶିଫଳ ଆପଣ ଡେଲି ହରସ୍କୋପ୍ ଜାଣିଲେ, ଆପଣଙ୍କର ଡେଲି ଭବିଷ୍ୟଟା ଜାଣିଲେ, ବାର୍ଷିକ ହରସ୍କୋପ୍ ଆଉ ଜାତକଟା ଆବଶ୍ୟକତା କ'ଣ ରହିଲା? ତେଣୁ ସେ ଯାହା ବି ହେଉନା କାହିଁକି, ଭଲ ଲାଗିଲା ଏଇଭଳିଆ ଗୋଟେ କାର୍ଯ୍ୟକ୍ରମ ହେଉ, ଯେଉଁ ଲୋକମାନଙ୍କର ଆୱେରନେସ୍ ବଢ଼ୁ। ମୋର ଆପଣଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଜଣାଇ ଦେବାର ଉଦ୍ଦେଶ୍ୟ, ବିଲକୁଲ ଏ ଯେଉଁ ରାଶିଫଳ ଚକ୍କରରେ ପଡ଼ିବେନି। କିଛି ଜାଣିବାକୁ ଚାହୁଁଛନ୍ତି ଆପଣ ନିଜର ଜାତକ ଇଭାଲୁଏଟ୍ କରିବେ। ବହି ବି ଅଛି, କର୍ଣ୍ଣେଲ ଗୌଡ଼ ଲେଖିଛନ୍ତି, ଯିଏକି ଭାରତୀୟ ବିଦ୍ୟାଭବନର ଟ୍ରାନଜିଟ୍ ଦ ସେଲେଷ୍ଟିଆଲ ଡେଲିଭରି ବୟ। ଡେଲିଭରି ବୟ ଦଶା ଆପଣଙ୍କୁ ଜିନିଷଟା ଦେବ, ଟ୍ରାନଜିଟ୍ ଡେଲିଭରି କରିବ। କିନ୍ତୁ ତାକୁ ଗୋଚର ଅଛି ଇଏ ଅଛି ଏମିତି ଗୋଟେ ଗୋଳେଇ ଘାଣ୍ଟିକି ସତ ବୋଲି କହିଦିଆଯାଉଥିଲା। କାରଣ ଟିଭି ଚାଲିବ କେମିତି? ଆରେ ଜ୍ୟୋତିଷ ଗୋଟେ ଏତେ ଭଲ ପ୍ରଫେସନ୍ ଯେ ଭଗବାନ ଆପଣଙ୍କୁ ପଇସା ଦେବେ, ଆପଣ ବସି ଘରେ ପ୍ରାକ୍ଟିସ୍ କରନ୍ତୁ। ଆମେ ଜ୍ୟୋତିଷ, ଆମେ କ'ଣ ହେଇଛୁ କି ଟିଭି ଆକ୍ଟର, ଟିଭିରେ ବାହାରିବୁ? ବହୁତ ଭଲ ଭଲ ଆଷ୍ଟ୍ରୋଲୋଜର ଅଛନ୍ତି, ଆପଣ ଦେଖିବେ ପାଞ୍ଜିରେ ଗଣକାକାର ଇଏ ସେ ବହୁତ ଭଲ ଭଲ ଆଷ୍ଟ୍ରୋଲୋଜର ଓଡ଼ିଶାରେ ଅଛନ୍ତି। ନଟ୍ ଜଜ୍ ଏନି ଆଷ୍ଟ୍ରୋଲୋଜର ଫ୍ରମ୍ ଟିଭି। ତେବେ ତାଙ୍କର ଭ୍ୟୁଟାକୁ ମୁଁ ପ୍ରାୟୋରିଟି ଦେଉନି, କିନ୍ତୁ ତାଙ୍କ ଭ୍ୟୁଟାକୁ ବହୁତ ଲୋକ ଦେଖୁଛନ୍ତି। ମୁଁ ନିଜେ ଦେଖିଲି ଯେ ମୁଁ ତ ଗୋଟେ ପଡ଼କାଷ୍ଟରେ ବାହାରିଲା ପରେ ଗୋଟେ 15-16 ହଜାର ଭ୍ୟୁ ହେଇଗଲା। ମୁଁ କହିଲି ଯାଉ ନା ମୋତେ ବି ସେମିତି କିଛି କହିବାକୁ ପଡ଼ିବ। ତେଣୁ ଏଇ ଚର୍ଚ୍ଚାର ଯେଉଁ ନିଷ୍କର୍ଷଟି ବାହାରିଥିଲା ଯେ ଠିକ୍ ପ୍ରୋସେସ୍ରେ ଦେଖିଲେ ଆପଣ ଗୋଚର ଦେଖି ରାଶିଫଳ କହିହେବ, କିନ୍ତୁ ସେଟା ବି ଭୁଲ, କିଛି ଦରକାର ନାହିଁ। ଡେଲି ଡେଲି ଆପଣ କ'ଣଟେ ଜାଣିବେ ଭୁଲ। ଆଉ ଜଣେ ସେ କହୁଥିଲେ ଯେ ଆମେ ଗୋଟେ ପଜିଟିଭ୍ ଜିନିଷ କହିବା, ଦିସ୍ ଇଜ୍ ନଟ୍ ସାଇକୋଲୋଜିକାଲ୍ କାଉନସେଲିଂ। ଏଟା ଗୋଟେ ସାଇକୋଲୋଜିକାଲ୍ କାଉନସେଲିଂ ନୁହେଁ ଯେ ଆପଣ ପଜିଟିଭ୍ ଜିନିଷ କହିବେ। ତ ପ୍ରତିଦିନ ଟିଭିରେ ବାହାରିକି କନ୍ୟା ରାଶିର ବଢ଼ିଆ ଅଛି, କ'ଣ ଦରକାର? ତେଣୁ ଇଟ୍ ଇଜ୍ ନଟ୍ ଆନ୍ ସାଇକୋଲୋଜିକାଲ୍ କାଉନସେଲିଂ। ରାଶିଫଳ ଦୈନିକ ହେଉ, ବାର୍ଷିକ ହେଉ, ମାସିକ ହେଉ, ଗୋଟେ ଇଣ୍ଡିଭିଜୁଆଲ୍ ହରସ୍କୋପି ବା ନାଟାଲ୍ ହରସ୍କୋପିରେ ଏଟା ସମ୍ପୂର୍ଣ୍ଣ ରୂପେ ଭୁଲ ଜିନିଷ। ଫଳାଦେଶ କରାଯାଏ ନାହିଁ। ଫଳାଦେଶ ଜାତକ ଦେଖାଯିବ, ଦଶା କ'ଣ ଚାଲିଛି, ତାପରେ ଅଷ୍ଟକ ବର୍ଗ, ଗୋଚର, ଚକ୍ର ଆପଣ ଯେତେ ଦେଖିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ଖାଲି ତାକୁ ଦେଖିକି ମାନସ ସାର୍ କହୁଥିଲେ ତାକୁ ଦେଖିକି ନବାଂଶ କାଲକୁଲେଟର୍ କରିକି ବି till there be prediction of probability is very very less। ତେଣୁ ମୁଁ ଜାଣିଛି ବହୁତ ଲୋକ ତାକୁ ଶୁଣିବେ ଏବଂ କନଫ୍ୟୁଜ୍ ହେଇକି କମେଣ୍ଟରେ ଲେଖିବେ। ସେଥିପାଇଁ ମୁଁ ମୋର ଭିଡ଼ିଓଟି ବନେଇ ଦେଉଛି। ମୋର ଭ୍ୟୁଜ୍ ଭାରି ନିଷ୍ପକ୍ଷ ଭ୍ୟୁ, ମୁଁ ନିରପେକ୍ଷ। ମୁଁ କାହାକୁ କୌଣସି ସଂସ୍ଥା ବିଭିନ୍ନ କନଫରେନ୍ସ ପାଇଁ ମୋତେ ଡାକନ୍ତି, ଇଏ କରେ, ମୁଁ ଯାଏ ନା କେଉଁଠି। ଇଫ୍ ଆଇ କ୍ୟାନ୍ ରାଇଟ୍ ଏ ବୁକ୍, ମୁଁ ଯଦି ଗୋଟେ ବହି ଲେଖିପାରୁଛି ସେଇଟା ଇଣ୍ଡିକେଟ୍ କରୁଛି ଯେ ମୋ ରିସର୍ଚ୍ଚଟା କେଉଁ ଲେଭେଲର ଅଛି। ରିସର୍ଚ୍ଚ ପେପର୍ ଯଦି 50ଟା ଉପରେ ମୁଁ ଲେଖିପାରୁଛି, ସେ ରିସର୍ଚ୍ଚ ମୋ ଜଣାପଡ଼ୁଛି ରିସର୍ଚ୍ଚ କ'ଣ ପଢ଼ିଛନ୍ତି ଲୋକ। ତେଣୁ କିଛି ଯେଉଁ ଟିଭି ଫିଭି ଏସବୁ ପ୍ରହସନର ମୁଁ ସେଟା ବିରୋଧ ଯଦି କରେ ନା, କିନ୍ତୁ ଠିକ୍ ଭାବରେ ଗାଇଡ଼ାନ୍ସଟା କରନ୍ତୁ। ଯଦି ଆପଣ ଲୋକଟେ ଟିଭିରେ ବାହାରିକି 10ଟା ଲୋକଙ୍କର ଜାତକ ଦେଖି ଗାଇଡ଼ାନ୍ସ କରିଦେଇ ପାରୁଛନ୍ତି, ଭଲ। ହଉ, ଆଶା କରେ ଆପଣ ମୋ ଭଏସ୍ ମେସେଜଟାକୁ ବୁଝିପାରିଥିବେ। କୌଣସି ଆଷ୍ଟ୍ରୋଲୋଜରଙ୍କ ବିରୁଦ୍ଧ କିମ୍ବା ସପକ୍ଷରେ ମୁଁ କହୁନି। ଜ୍ୟୋତିଷଟା ବଞ୍ଚି ରହୁ ବାସ୍। ଜ୍ୟୋତିଷର ସଚ୍ଚ ପ୍ରିନ୍ସିପଲ୍ଟା ସମସ୍ତେ ଜାଣନ୍ତୁ, ସେଇଟା ମୋର ଡ୍ୟୁଟି। ଯେକୌଣସି ଲୋକ ନିଜକୁ ଜ୍ୟୋତିର୍ବିଦ କହୁଥିବାର ତାର ଡ୍ୟୁଟି। ଯେଉଁମାନେ ଏଟା କରୁନାହାନ୍ତି ସେମାନେ ଡେଫିନେଟଲି ଭଣ୍ଡ। ଯେଉଁମାନେ ଏଇ ଜିନିଷ ନ କରିକି ଭୁଲ ଜିନିଷଟାକୁ ଲୋକଙ୍କୁ ଗାଇଡ୍, ସେମାନେ ଡେଫିନେଟଲି ଭଣ୍ଡ ଆଣ୍ଡ ଦେ ସୁଡ୍ ବି ପନିଶ୍ଡ ସୋସିଆଲି ଆଣ୍ଡ ଲିଗାଲି। ତାଙ୍କୁ ଲୋକମାନେ ବି ଖରାପ କହିବେ ଏବଂ ଲିଗାଲ ବି ଖରାପ କହିବେ। ଯେଉଁମାନେ କରୁଛନ୍ତି ନଟ୍ ଟୁ ୱରିଡ୍। ଠିକ୍ ଅଛି, ଆଜି ପାଇଁ ଏତିକି। ଆଶା କରେ ଯଦି ଭିଡ଼ିଓଟି ଭଲ ଲାଗିଥିବ ସେୟାର କରିବେ। ରାଶିଫଳଠୁ ଦୂରେଇ ରୁହନ୍ତୁ। ଜାତକ ବିଷୟରେ କିଛି ଜାଣିବାର ଥିଲେ ଆପଣ ଯେଉଁ ଜ୍ୟୋତିଷଙ୍କୁ ଦେଖାଉଛନ୍ତି ତାଙ୍କୁ ଦେଖାଇବେ। ମୋ ଭଳିଆ ଗୋଟେ ଏକାଙ୍ଗୀ ଲୋକ ଯାହାର ଘର ଦ୍ୱାର ସଂସାର ଗାଡ଼ି ଘୋଡ଼ା କିଛି ନାହିଁ, ନାହିଁ ମୁଁ ପଇସା ପ୍ରତି ଆକୃଷ୍ଟ, ଆପଣ ମୋ ପାଖକୁ ଆସିବା ପାଇଁ ମୁଁ କହୁନି। ମୋ ଭଏସ୍ଟା ଖାଲି କହିବାର ଉଦ୍ଦେଶ୍ୟ, ଜୟ ଜ୍ୟୋତିଷ।
ज्योतिषर प्रिंसिपल जहाँ सेटा को आप आगे रखुचे। आडिक्वेट रिसर्च मोर बही आमाजन ईबे रे मिलूचे। मोर रिसर्च पेपर मोर वेबसाइट रे किछि मिलूचे। एकेडमी रे अपलोड होइचे पढ़ी पारंती। अधिक जानिया पई कमेंट सेक्शन में मते ये करी कमेंट पचारि पारंती। हो आज पई एतिक यदि महादेव चाहती आ गोटे वीडियो नहीं खूब शीघ्र आपन पाखरे उपस्थित हेबी। आज पई आज्ञा दियंतु। ओम नमः शिवाय।